ଆଜି ପବିତ୍ର ଗୁରୁ ଦିବସ ଅବସରରେ ପୃଥିବୀର ଆଦ୍ୟ ଗୁରୁ ଏବଂ ଶ୍ରେଷ୍ଠ ଗୁରୁ ମାଙ୍କ ପାଇଁ ସମର୍ପିତ କାହାଣୀଟିଏ, ମାଙ୍କ ମହାଭାରତ। ପିଲାଟି ବେଳରୁ ତୃପ୍ତିମୟୀ ଦେଖି ଆସିଛନ୍ତି ମାଙ୍କର ସମୂହ ଚାଲିଚଳନ। ଯେତେବେଳେ ସେ ବହୁତ ଛୋଟ ହୋଇଥିଲେ ସେତେବେଳରୁ ସେ ଦେଖନ୍ତି ମାଙ୍କର ସବୁ କାମ ଦ୍ୱିପ୍ରହରରେ ସରିଗଲେ ଯେତେବେଳେ କି ସମସ୍ତେ ଟିକିଏ ବିଶ୍ରାମ ନିଅନ୍ତି ଭାତ ନିଦର ଦୁହାଇ ଦେଇ, ଠିକ୍ ସେତିକି ବେଳକୁ ମା ଅନୁସୂୟା ପାଟିରେ ପାନଟେ ପୁରାଇ ଚଷମାଟିଏକୁ ଲୁଗା କାନିରେ ପୋଛି ପୋଛି ମୋଟା ବହିଟିଏକୁ ହାତରେ ଧରି ସପଟେ ପକାଇ ବସିଯାନ୍ତି ଘର ବାରଣ୍ଡାରେ। ଖନେଇ ଖନେଇ ତୃପ୍ତି ମାଙ୍କୁ ପଚାରନ୍ତି, ମା ଏଇଟା କଣ? ତୁମେ ଏଇଟା କଣ କରିବ କି? ମା କହନ୍ତି, ମା ରେ ଏ ବହି ହେଉଛି ବ୍ୟାସଦେବ ରଚିତ ମହାଭାରତ। ତାପରେ ମା ତାଙ୍କ ମଧୁର ସ୍ୱରରେ ପଦ ପଟେଇ ପଟେଇ ମହାଭାରତର ଅଧ୍ୟାୟମାନ ପଢ଼ି ଚାଲନ୍ତି। ସେସବୁ ତୃପ୍ତି ବୁଝିପାରନ୍ତିନି, କିନ୍ତୁ ଗୋଟିଏ ଜିନିଷ ତାଙ୍କୁ ଭଲ ଲାଗେ, ମହାଭାରତ ବହି ଭିତରେ ଥିବା ବିଭିନ୍ନ ପର୍ବରେ ଭିନ୍ନ ଭିନ୍ନ ଚିତ୍ରମାନ। ସେସବୁ ରଙ୍ଗୀନ ହୋଇଥିବାରୁ ତୃପ୍ତି ବହୁତ ଖୁସି ହୋଇଯାଆନ୍ତି ଦେଖିକରି। ଧୀରେ ଧୀରେ ତୃପ୍ତି ବଡ଼ ହେଲା ପରେ ଜାଣିବାକୁ ଲାଗିଲେ ଯେ ବଙ୍ଗଳା ଭାଷାରେ ଲିଖିତ ଏହା ମହାଭାରତ ଅଟେ। ଆଉ ସେ ଭାଷାରେ ତାଙ୍କ ମାଙ୍କର ବି ବିଜ୍ଞତା ଦେଖି ବହୁତ ଖୁସି ଲାଗେ ସତରେ। ମା ପଢ଼ିଲା ବେଳେ ତୃପ୍ତି ବି ଅକ୍ଷରକୁ ଟିକେ ଟିକେ ଚିହ୍ନି ପଢ଼ିବାକୁ ଲାଗିଲେ। ମାତ୍ର ଏ ଯାଏ ବି ସେ ଭାଷା ଉପରେ ସେ ଆୟତ୍ତ ଆଣିପାରି ନାହାନ୍ତି କି ଅକ୍ଷରକୁ ବି ମନେ ରଖିପାରି ନାହାନ୍ତି। ମାତ୍ର ଧନ୍ୟବାଦ ଅନୁସୂୟା ଦେବୀଙ୍କୁ କି ସେ କିଭଳି ଓଡ଼ିଆ ଭାଷାରେ ଲେଖାପଢ଼ା ଜାଣିସାରି ବଙ୍ଗଳା ଭାଷାକୁ ବି କେଡ଼େ ସୁନ୍ଦର ଭାବରେ ଲେଖା ଓ ପଢ଼ାର କଳା କୌଶଳ ଜାଣି ପାରିଛନ୍ତି। ସତରେ ଦୁନିଆରେ ମା ମାନେ ହିଁ ବୋଧେ ସେମିତି ଅସାଧ୍ୟକୁ ସାଧନ କରିଥାନ୍ତି, ପିଲାମାନଙ୍କ ଜୀବନର ନାୟିକା ସାଜିଥାନ୍ତି। ବୟସ ବଢ଼ିବା ସହିତ ମାଙ୍କର ବି ଚଷମାର କାଚ ମୋଟା ହୋଇଯାଇଥାଏ, କିନ୍ତୁ ମହାଭାରତର 18 ପର୍ବକୁ ମା ସବୁଦିନେ ଅପରାହ୍ନ ନହେଲେ ରାତିରେ ପିଲାମାନଙ୍କର ପଢ଼ାବେଳେ ଜଳୁଥିବା ଲଣ୍ଠନର ସହାୟତାରେ 2 ପତ୍ର ହେଲେ ବି ପଢ଼ିବାର ଲୋଭ କେବେ ବି କମିବାର ତୃପ୍ତିମୟୀ ଦେଖିନଥିଲେ। ସ୍କୁଲରେ କଲେଜରେ ମନେ ମନେ ବହୁତ ଆତ୍ମସନ୍ତୁଷ୍ଟି ଅନୁଭବ କରୁଥିଲେ ସେ ଯେ ତାଙ୍କର ମା ପାଠୁଆ ବୋଲି। ସେତେବେଳର ମାଇନର ପଢ଼ିଥିବା ମା ତାଙ୍କର ଖଣ୍ଡି ଇଂରାଜୀ ବି ବୁଝନ୍ତି ଓ କହିପାରନ୍ତି। କିନ୍ତୁ ହାୟ, ତୃପ୍ତିଙ୍କର ଭାଇ ଓ ଭଉଣୀମାନେ ବୟସରେ ବଡ଼ ହୋଇଯିବା ସହିତ ସେମାନଙ୍କର ରହୁଥିବା ସେଇ ପୁରୁଣା ଘରଟା ବି ପୁରୁଣା ହୋଇଗଲା। ତେଣୁ ନୂଆ ଘରଟିଏ ତିଆରି ହେଲା ବେଳେ ଭଙ୍ଗା ଘରର ବତୁରା ମାଟି କାନ୍ଥ ସଂଲଗ୍ନ ବାକ୍ସ ଭିତରେ ରହୁଥିବା ମହାଭାରତକୁ ବେଶ କିଛି ଦିନ ମା ଆଉ ଦେଖିପାରି ନଥିଲେ। ବିଭିନ୍ନ କର୍ମଜଞ୍ଜାଳ ଭିତରେ ଆଉ ନୂଆ ଘରକୁ ଗଲାବେଳେ ପୁରୁଣା ଘରୁ ଜିନିଷପତ୍ର ସବୁ ବୁହାଇ ହେଲା ବେଳକୁ ହାୟ, ହଠାତ୍ ବାକ୍ସ ତଳିଟିରେ ଉଇ ଚରିଯାଇ ତଳପଟଟିରେ ଥିବା ମହାଭାରତ ବହିଟି ପୁରା ନଷ୍ଟ ହୋଇସାରିଥିଲା। ତା ସହିତ ପିଲାମାନଙ୍କର ସବୁ ତାଳପତ୍ର କୋଷ୍ଠୀମାନେ ମଧ୍ୟ ଶହୀଦ ହୋଇଯାଇଥିଲେ। ମା ଦୁମ୍ କିନା ତଳେ ବସି ପଡ଼ିଲେ ଏସବୁ ଦେଖି। ଆଉ କିଛି ସମୟ ପରେ ଧକେଇ ଧକେଇ କାନ୍ଦିଲେ ଯେ ପୁରା ଅଧଘଣ୍ଟାଏ ଯାଏ କୋହ ସମ୍ଭାଳି ପାରିଲେ ନାହିଁ। ତାପରେ ପୁରା 6 ଦିନ ଯାଏ ଚିନ୍ତା ଜ୍ୱରରେ ପଡ଼ିଗଲେ। ହୋମିଓପାଥି ଡକ୍ଟର ଔଷଧ ଦେଇ ଦେଇ ଥକିଗଲେ ବି ଜ୍ୱର ଛାଡ଼ି ନଥିଲା। ବାଧ୍ୟ ହୋଇ ଘରଠୁ 10 କିଲୋମିଟର ଦୂରରୁ ଡାକ୍ତରଙ୍କୁ ଦେଖା କରି ଔଷଧ ଆଣିବାରୁ ମା ଟିକିଏ ସୁସ୍ଥ ହେଲେ। ହେଲେ ପୁତ୍ର ଶୋକ ଭଳି ଦୁଃଖ ତାଙ୍କୁ ଘାରି ହୋଇଯାଇଥାଏ। ସେ ଖାଲି ବସୁଣୁ ଉଠୁଣୁ ମୁଣ୍ଡରେ ହାତ ଦେଇ ହାୟରେ ମୋ ମହାଭାରତ, ହାୟରେ ମୋ ପିଲାମାନଙ୍କର ଗୋଷ୍ଠୀ, କ'ଣ ସବୁ ହେଇଗଲା? ମୋ ମା ମୋତେ ଦେଇଥିଲା ସେ ମହାଭାରତ, ମୁଁ କ'ଣ କଲି ରେ? ମୋ ମାର ସ୍ମୃତିକୁ ସାଇତି ରଖିପାରିଲିନି। ଆଉ ସେଭଳି ବହିକୁ ସେଇ ଦିନରୁ ଖୋଜୁ ଖୋଜୁ ତୃପ୍ତି ଦେବୀ ଯେବେ ତାଙ୍କ ଉତ୍ତର ବୟସରେ ଜଣେ ଗ୍ରନ୍ଥାଗାରଙ୍କୁ ବରାଦ ଦେଲେ ବଙ୍ଗଳା ମହାଭାରତକୁ ପାଇପାରିବେ ବୋଲି ଜାଣି ସେଦିନ ଅତି ଖୁସିରେ ଆତ୍ମହରା ହୋଇ ସେ ମାଙ୍କୁ ଉପହାର ସ୍ୱରୂପ ତାଙ୍କ ହାତରେ ଭେଟି ଦେଲେ। ମା ବି ବହୁତ ଖୁସି ହୋଇ ଯାଇଥିଲେ। ହେଲେ ସମୟରେ ନିଷ୍ଠୁର ପଥରେ ମାର ଆଖିରେ ଆଉ କିଛି ଦେଖାଯାଉନଥିଲା, ବା ଆଖି ଅପରେସନ ହେବାର କିଛି ସୁଯୋଗ ମଧ୍ୟ ବି ନଥିଲା। ବୟସର ଗୁରୁତ୍ୱ ଆଉ କିଛି ତାଙ୍କୁ ଅନୁମତି ଦେଇନଥିଲା। ତଥାପି ମା ସେ ବହିକୁ ପାଇ ଠାକୁର ଘରକୁ ନେଇ ସେ ବହିରେ ସିନ୍ଦୁର ଚନ୍ଦନ ଲଗାଇ ଠାକୁର ଘର ଭିତରେ ହିଁ ସିନ୍ଦୁକରେ ରଖା କରାଇଲେ। ଆଉ କି ଆଶୀର୍ବାଦ ବର୍ଷିଲେ ସେଦିନ ସେ ତୃପ୍ତିମୟୀଙ୍କ ଉପରେ।
ଖୁସିରେ ଆଖିରୁ ମା ଓ ଝିଅଙ୍କର ଆନନ୍ଦାଶ୍ରୁ ବହି ଚାଲିଥିଲା। କିଛି ହରେଇବାର ଓ କିଛି ପାଇବାର ଉପଲବ୍ଧିରେ, କିଛି ପାଇବାର ଓ ହଜାଇବାର ଅନନ୍ୟ ଅନୁଭୂତିକୁ ନେଇ, ଆଉ ମା ଯେ ତା ଜୀବନର ନିଜେ ଏକ ମହାଭାରତ, ଏ କଥାକୁ ହେଜି ହେଜି ହେଜି